ଗଳ୍ପ ମୁଖା ପିନ୍ଧା ମଣିଷ। ଲେଖକ ରାଜକିଶୋର ରାୟ। ମୁଁ ପାଠ କରୁଛି ଶାନ୍ତନୁ ତ୍ରିପାଠୀ। ଚନ୍ଦ୍ରକାନ୍ତ ଦେଖିଲେ ତାଙ୍କ ପାଖରେ ଯେ ବସିଛନ୍ତି ଖାଲି ବକର ବକର ହେଉଛନ୍ତି, କିଛି ଶୁଣାଇ ଦେଉନାହାନ୍ତି। ଧେତ୍ କହି ସେ ଟିକେ ଅପସରି ଗଲେ। ସକାଳ। ସୂର୍ଯ୍ୟ ଦିଗ୍ବଳୟ ଛାଡ଼ି ଉପରକୁ ଯାଉଛନ୍ତି। ଲୋହିତ ପିଣ୍ଡ କ୍ରମେ ଜଳନ୍ତା ସହସ୍ର ଚୁଲି ଆକାର। ସେଇ ଚକ୍ରବାଳକୁ ଛୁଅନ୍ତି ଅଶାନ୍ତ ସାଗର। ପାଦ୍ରୀ ଜଣକ ଖ୍ରୀଷ୍ଟଧର୍ମ କଥା ନାନା ଗଳ୍ପ ଛଳରେ ବୁଝାଉଛନ୍ତି। ତାହା ପୂର୍ବରୁ ମୁସଲମାନ ମୌଲବୀ ପ୍ରଫେଟଙ୍କ କଥା କହି ସାରିଛନ୍ତି। ଚନ୍ଦ୍ରକାନ୍ତ ଦେଖିଲେ ସେ ଲୋକଟା ପୁଣି ଘୁଞ୍ଚି ଆସି ବକର ବକର ଆରମ୍ଭ କରିଛି। ଏତେ ଲୋକ ଥାଉ ଥାଉ ଚନ୍ଦ୍ରକାନ୍ତଙ୍କ ପାଖ ଛାଡୁନାହିଁ ସେ କାହିଁକି? ବୁଝି ହେଉନାହିଁ। ଅଲେଖ ଅବଧୂତ ଗୋସାଇଁ କଣ କହିବେ ବୋଧହୁଏ। ମାଇକ୍ ଖଞ୍ଜା ଯାଇଛି ତାଙ୍କ ମୁହଁ ପାଖରେ। ତାଙ୍କ ଦେହ ଉଲଗ୍ନ। ଯଥାର୍ଥରେ ସେ କୌପିନୀବନ୍ତ। ତାଙ୍କ ମଣ୍ଡଳୀ ଅଲେଖ ଭଜନ ଗାଇ ସାରିଛନ୍ତି। ବଡ଼ ପାରିପାଟିରେ ଗାଇଲେ ଅଣକାର ଅଲେଖ ସଙ୍ଗୀତ। ଆଜ୍ଞା, ଆପଣ କାଲି ସନ୍ଧ୍ୟାରେ ବକ୍ତା ଥିଲେ ନା? ଚନ୍ଦ୍ରକାନ୍ତ ବିରକ୍ତ ହେଲେ। କହିଲେ, ଆପଣ ତ ଦେଖିଥିବେ ଶୁଣିଥିବେ, ପଚାରୁଛନ୍ତି କାହିଁକି? ଲୋକଟି ଗାଇଲା, କାଲି ସେ ରାଜେନ୍ଦ୍ର ସନେ ଆଜି ସେ ଫକୀର, କାଲି ସେ ଆପଣଙ୍କ ଛାତିରେ ଦୋହଲୁ ଥିଲା ସେ ତାରକସି କାମର ଲକେଟ, ଆଜି କାହିଁ ନାହିଁ। ଏ ଲୋକଟା ସୀମା ଛାଡି ଯାଇଛି ବୋଧେ। ଚନ୍ଦ୍ରକାନ୍ତ ଅନ୍ୟ ମନସ୍କ ହୋଇ କିଛି କ୍ଷଣ ଭାବିଲେ। ଏ କଣ କହିଲା କାଲି ଯେ ରାଜେନ୍ଦ୍ରା ସନେ, ଏହାର ତାତ୍ପର୍ଯ୍ୟ କଣ? ଅବଧୂତ ଅଲେଖ ଗୋସାଇଁ ପ୍ରବଚନ ଦେଇଛନ୍ତି। ସତ୍ୟ ଶୁଦ୍ଧ ଚେତନ ନିରଞ୍ଜନ ଅଲେଖ ବ୍ରହ୍ମ। ଗୋଟାଏ ବାକ୍ୟର ଅନେକ ଗୁଡାଏ ଶବ୍ଦ। ଦେଖନ୍ତୁ, କାଲି ସନ୍ଧ୍ୟାରେ ଆପଣ ମଞ୍ଚ ଉପରେ ବସିଥିଲେ, କେତେ ଆଦର ଆପ୍ୟାୟନ ପାଇଲେ, ଛାତିରେ ଲକେଟ ଝୁଲିଲା। ଭାଷଣ ଦେଲାବେଳେ ଲୋକେ ଉଲ୍ଲସିତ ହୋଇ ହାତ ତାଳି ଦେଲେ। ଏବେ ଆପଣ ବାଲି ଉପରେ ବସିଛନ୍ତି, ଛାତିରେ ଗହଣା ନାହିଁ। ସବୁ ମିଛ ମାୟା, କାଲି ଥିଲା ଆଜି ନାହିଁ, କେଉଁ ଦିନ ବି ନଥିଲା, କେବେ ବି ରହିବ ନାହିଁ। ଲୋକଟି ଆନନ୍ଦରେ ଏତିକି କହି ଦୋହଲିଗଲା। ପାଖ ନାରୀମାନେ ଆଲୋଚନା କରୁଛନ୍ତି, ଶଙ୍କରାଚାର୍ଯ୍ୟ କଣ ଖାଆନ୍ତି? ହାଣ୍ଡିଶାଳର କଥା ତାଙ୍କର ବୁଦ୍ଧିରେ ନୃତ୍ୟ କରୁଛି। ଚନ୍ଦ୍ରକାନ୍ତ ଦେଖିଲେ ଶୁଣିଲେ ସେ ଆର ପାଖକୁ ଉଠିଯିବେ କି? ଚାହିଁ ଦେଖିଲେ ସେଠାରେ ଯେଉଁମାନେ ବସିଛନ୍ତି ତାଙ୍କ ଭିତରୁ 2-4 ଜଣଙ୍କୁ ସେ ଜାଣନ୍ତି। 1 ନମ୍ବର ଗଣେଶ ପାତ୍ରେ, ନାମଜାଦା ଚୋରା ବ୍ୟବସାୟୀ, କିନ୍ତୁ ଏ କି ବେଶ? ଲଲାଟରେ ଭସ୍ମର ତ୍ରିବଳୀ ରେଖା। ଆଉ ସେ ଜଣକ ଶଙ୍କରାଚାର୍ଯ୍ୟ ଖାଲି କଖାରୁ ଖାଆନ୍ତି, ସିଝା କଖାରୁ ମ। କେଡେ ଚାଲାକ। ମାଳ ମାଳ ହେଉ ଯେଉଁ ଲେମ୍ବୁ ମାଳ ତାଙ୍କ ବେକରେ ପଡୁନି, ସବୁ ପରା ଚାଲଣା ହୋଇଯାଏ ଆଚାର ହେବା ପାଇଁ। ଚୁପ ଚୁପ, କିଏ ଶୁଣିବ? ମଲା ମୋର, ଏଠି କଣ ବିଚାର ହଉଛି ନା, ୟାର ଖାଲି କିଏ କଣ ଖାଇଲା ପିଇଲା। ପିଇଲା କଥାରୁ କହୁଛି, ଅପାମ, ଏଇ ଯୋଉ ତେଲୁଗୁ ଲୋକଟା ଫଟୋ ଉଠଉଛି ମ, କେତେ ପିଇଛି କିଓ, ଗୋଡ ଠିକ ରହୁନି। ଆଲୋକ ଚିତ୍ର ଉଠୁଛି। ଯେ ଉଠଉଛି ତାର ଗୋଡ ଠିକ ପଡୁନାହିଁ, ଆଉ ଯିଏ ତାକୁ ନିର୍ଦ୍ଦେଶ ଦେଉଛନ୍ତି ସେ ବି। ପବିତ୍ର ଅପବିତ୍ର ବା ସମସ୍ତେ ଏଠି ରୁଣ୍ଡ। ସେ ଲୋକଟା କେମିତି ମନ କଥା ବୁଝିପାରିଲା କହିଲ? ଆପଣ ଏଠାରୁ ଉଠିଯିବାକୁ ବସିଛନ୍ତି ନା? ହା ହା, ଯେଉଁ ଆଡେ ଯାଆନ୍ତୁ କେବଳ ଧୂସର ମରୁବାଲି, ଜନ ପାଇବେନି। ମୁଖା ପିନ୍ଧା ମଣିଷ ଦେଖିବେ। ବିଚିତ୍ର ସେମାନେ। ନିଜକୁ ଠକୁଛନ୍ତି, ଅନ୍ୟକୁ ଠକାଉଛନ୍ତି, ମୁଖା ପିନ୍ଧି ଅସଲ ମୁହଁକୁ ହରେଇ ଦେଇଛନ୍ତି। ପ୍ରତିଦିନ 2 ଥର ବୈଠକରେ ସେ ମୁଣ୍ଡିତ ମସ୍ତକ ବୋଧହୁଏ ମହନ୍ତ ଚେଲା ଯେ ବସୁଛନ୍ତି ତାଙ୍କ ଉପରେ ସମସ୍ତଙ୍କର ଆଖି ପଡୁଥାଏ। ପଦେ କେବେ ସେ କହିନାହାନ୍ତି, ଆସନ୍ତି ଯାଆନ୍ତି। ନାସାରୁ ଶିର ଯାଏ ତ୍ରିରଙ୍ଗର ଚିତ୍ରା। ବୟସ ହୋଇନାହିଁ ମଞ୍ଚ ଉପରେ ବସିବାକୁ, ତଥାପି ସେ ବସୁଥିଲେ। ଚନ୍ଦ୍ରକାନ୍ତ ସେ କଥା ଭାବୁଥିଲେ। ଯେଉଁ ଅଧିକାରକୁ ସେ ସଦା ମଞ୍ଚସ୍ଥ ଏଇ ଚେଲା ଯୁବକ ରାମାନନ୍ଦୀ। ଲୋକଟି ଆଙ୍ଗୁଠି ଦେଖାଇ ସେଇଆଡେ କହିଲା, ମୁଁ ଜାଣିଛି ଆପଣ କଣ ଭାବୁଛନ୍ତି। ସେଇ ଚେଲା କଥା ତ? ସେ ତ ବସିବେ, କାରଣ ସେ ମଠର ମହନ୍ତ। ଗୋଟିଏ ରକ୍ଷିତା ଆଉ ଆଳସ୍ୟରେ ଖାଇବା ପାଇଁ ଭୋଗ ଉପଭୋଗ ତାଙ୍କର ପର୍ଯ୍ୟାପ୍ତ। ଧର୍ମ ତାଙ୍କର ଜନ୍ମ ଜନ୍ମାନ୍ତରରୁ ଅର୍ଜିତ ହୋଇସାରିଛି। ସେତିକି ନୁହେଁ, ଖାଲି ଦେଖିଛି ଫଟୋ ଉଠାଇବା ବେଳକୁ ଝୁଣ୍ଟି ପଡିବା ଭଳି ଶଙ୍କରାଚାର୍ଯ୍ୟଙ୍କୁ ଧରି ପକାଇଲେ। ଫଟୋ ଉଠିଗଲା। ଚନ୍ଦ୍ରକାନ୍ତ ବିସ୍ମିତ ହେଲେ। ଲୋକଟା କିଏ? ମନ କଥା ଜାଣୁଛି କେମିତି? ଏ ସଭାର ପ୍ରକୃତ ମର୍ମ ଦର୍ଶନରୁ ସେ କହିଯାଇଛି। ଅଲେଖ ସମ୍ପ୍ରଦାୟଙ୍କର ଭଜନ ଭାଷଣ ଶେଷ ହେଲା। ଶଙ୍କରାଚାର୍ଯ୍ୟ ମଞ୍ଚ ଉପରକୁ ଆସିଗଲେ। କ୍ଷଣକ ପାଇଁ ସହସ୍ର ଜନତାର ହୃଦୟ ଉଦ୍ବେଳିତ ହୋଇ ଉଠିଥିଲା। ଛୁଇଁବେ, ପ୍ରସାଦ ନେବେ, କଣ କହିବେ ତାଙ୍କୁ?
10 ଖଣ୍ଡ ସୁନା ଇଟା ଗୋପନରେ ରଖିଛି, ପ୍ରଭୁ ରକ୍ଷା କର। ଗୋଦାମ ତଳେ ଗହିରରେ ଛୋଟ ଛୋଟ ଗୋଦାମ, ନିବୁଜ ନିବିଡ଼, ସେଇଠି ଅପମିଶ୍ରଣ ଚାଲେ। ବ୍ୟାଙ୍କରେ 10 ଲକ୍ଷ ରହିଗଲେ ମୁଁ ଛାଡ଼ିଦେବି ବ୍ୟବସାୟ, ପ୍ରଭୁ ଶଙ୍କର ରକ୍ଷା କର। ପ୍ରତି ସହରରେ ନାମୀ ବେନାମୀ କ୍ଲିନିକ ରଖି ଭ୍ରୂଣ ହତ୍ୟା କରି ଚାଲିଛି। ହେ ଶଙ୍କର, ପାଦରେ ସ୍ଥାନ ଦିଅ। ବ୍ୟବସାୟର ଆଉ ଟିକେ ଉନ୍ନତି ହୋଇଗଲେ ଛାଡ଼ିଦେବି, ଆଶୀର୍ବାଦ କର। ହାଇକୋର୍ଟରେ 2 ଡଜନ ମକଦ୍ଦମା, ମର୍ଡର ଗୋଟାଏ ଅଧେ ରହିଛି ତା ଭିତରେ। କଣ ସେ ଧଳା ଖଇ ବିତରଣ ଆପଣ କରୁଛନ୍ତି, ତାକୁ ଟିକେ ସ୍ପେସିଆଲ ମନ୍ତୁରୀ ଦେଇ ଦିଅନ୍ତୁ ପ୍ରଭୁ ଶଙ୍କର, ଯେମିତି ସବୁଥିରୁ ମୁକୁଳିଯିବି। ସ୍ୱାମୀ ପରିତ୍ୟକ୍ତା ମୁଁ, ଯାଉ ସେ ଅଲକ୍ଷଣା, ହେଲେ ଆଉ ଜଣେ କିଏ ଆସି ମୋ ଦେହ ମନରେ ବସନ୍ତ ବୁହାଇବନି? ପ୍ରଭୁ ଶଙ୍କର, ସେ ଭୋଗ ବେଲପତ୍ର ଟିକେ ଦିଅନ୍ତୁ, ଯେମିତି ମନକାମନା ପୂର୍ଣ୍ଣ ହୋଇଯାଏ। ଲକ୍ଷ ଲକ୍ଷ କୋଟି କୋଟି ଆର୍ତ୍ତ ଚିତ୍କାର, ଆମର ପାପକୁ ସମର୍ଥନ କର। ହେ ଦେବଦୂତ, ଆମର କାମନାକୁ ଆହୁରି ଶାଣିତ କର, ଆହୁରି ଜଳାଅ। ସ୍ୱାମୀ ଆଉ ସ୍ତ୍ରୀ ଗୋଟାଏ ଯାନର 2ଟା ଚକ୍ର, ଗୋଟାଏ ଭାଙ୍ଗିଗଲେ ଯେମିତି ଗାଡ଼ିଟା ଅଚଳ ହୋଇଯାଏ, ସେମିତି ପୁରୁଷ ବା ସ୍ତ୍ରୀ ଏକ ମନ, ଏକ ଧ୍ୟାନ ନହେଲେ ସଂସାରର ଗାଡ଼ି ଅଚଳ ହୋଇଯିବ। ଶଙ୍କରାଚାର୍ଯ୍ୟଙ୍କ ବାଣୀ ମୁଗ୍ଧ ହୋଇ ସମସ୍ତେ ଶୁଣୁଥିଲେ। ପ୍ରଭାତର ଅରୁଣିମା ତଳେ ସେଦିନ ଶଙ୍କରଙ୍କର ପ୍ରବେଶ ସହର ଉପକଣ୍ଠରେ। ଚନ୍ଦ୍ରକାନ୍ତ ଦେଖିଲେ 2 ପଟର ପୋଲିସ ଘେର ଭିତରେ ଧର୍ମଗୁରୁ କେଉଁଠି ଉଚ୍ଚ ଆସନରେ ଛିଡ଼ା ହୋଇ ଦର୍ଶନ ଦେଉଛନ୍ତି ତ କେଉଁଠି ରାଜପଥ ଉପରେ ସମସ୍ତଙ୍କୁ ସମ୍ଭାଷଣ ଜଣାଉଛନ୍ତି। ହଠାତ୍ ସେ ଘେର ଭାଙ୍ଗି ଜଣେ ବୃଦ୍ଧ ଭିକ୍ଷୁକ ତଳେ ଲୋଟିଗଲା। ହାତରେ ଟିଣ ପାତ୍ର, କାଖରେ ଅଖା ଖଣ୍ଡେ, ଅଣ୍ଟାରେ ଛିଣ୍ଡା କନା। ସେ କଣ କହିବାକୁ ଯାଉଥିଲା, ଅଟକିଗଲା। ହା ହା, କଣ ବା କହିବ? କହିଥାନ୍ତା ମେ ଭୁକା ହୁଁ ଖାନା ଦୋ। ତା ପୂର୍ବରୁ ଦେଖିଛନ୍ତି ତ କିପରି କେତେ ଯୋଡ଼ାଏ ପୋଲିସ ବୁଟ ତା ଉପରେ ବର୍ଷିଗଲା। ତାକୁ ଝାମ୍ପି ନେଲେ ରକ୍ଷୀମାନେ। ଶଙ୍କରାଚାର୍ଯ୍ୟ କହୁଥିଲେ, ମତ ମାର ମତ ମାର। ଆଶ୍ଚର୍ଯ୍ୟ ଏ ଲୋକ, କେମିତି ଜାଣୁଛି ମନ କଥା। ହଁ, ସେଇ ଦୃଶ୍ୟ ମନେ ପଡୁଛି। ଚନ୍ଦ୍ରକାନ୍ତ ଅସ୍ଥିର ହେଲେ। କହିଲେ, ଆପଣ କିଏ? ଲୋକଟା ପ୍ରଥମ ଥର ପାଇଁ ଶାନ୍ତ ନୀରବ ହୋଇଗଲା। କହିଲା, ମୁଁ ଏକମାତ୍ର ବ୍ୟକ୍ତି ଯାହାର ମୁହଁ ଉପରେ ରଙ୍ଗ ବେରଙ୍ଗର ମୁଖା ନାହିଁ। ଅବଶିଷ୍ଟ ସମସ୍ତେ ଆସିଛନ୍ତି ମୁଖା ପିନ୍ଧି। ଚେତନା ଉପରେ ମୁଖା, ପ୍ରାଣ ଉପରେ ମୁଖା, ହୃଦୟ ଉପରେ ମୁଖା, ସତ୍ୟର ବହୁ ଦୂରରେ ସେମାନେ। କହିପାରିବ, ଏ ବିଶ୍ୱ ଧର୍ମ ସଭା ଜଣଙ୍କର ତିଳେ ମାତ୍ର ଚେତନାକୁ ଉର୍ଦ୍ଧାୟତନ କରିପାରିଛି କି? ନା ପାରିବ? କେବଳ ଲେମ୍ବୁ, ଗଜ, ଧେନୁ ଓ ବିଚିତ୍ର ସନ୍ନ୍ୟାସୀ ସନ୍ନ୍ୟାସୀଙ୍କର ବେଶଭୂଷା, ଗୈରିକ କୌପିନୀରେ ହିଁ ରହିଗଲା ଏହାର ବିସ୍ତୃତି ଓ ଗଭୀରତା। ଚନ୍ଦ୍ରକାନ୍ତ କହିଲେ, କିଛି କଣ ଏତେ ବଡ଼ ଆୟୋଜନ ତାତ୍ପର୍ଯ୍ୟ ନାହିଁ? ଅଛି, ଯାହା ପାଇଁ ଅଛି ସେ କୋଟିକରେ ଗୋଟିଏ। ସେ ତ ପ୍ରତି ମୁହୂର୍ତ୍ତରେ ବିଶ୍ୱ ଧର୍ମକୁ ତାର ହୃଦୟର ଅଭ୍ୟନ୍ତରରେ ଲାଳନ ପାଳନ କରୁଛି। ଲୋକଟି ଏତିକି କହି ଉଠି ପଡ଼ିଲା। ବିଶ୍ୱ ହେଉ ବା ଅବିଶ୍ୱ ହେଉ, ଧର୍ମ ଧାରଣା କଲା କେତୋଟି ସନ୍ଧ୍ୟା ଓ ସକାଳକୁ। ଅନୁରଞ୍ଜିତ ହେଲା ପରମାର୍ଥିକ ଭାବ ପ୍ରବାହରେ। ଚନ୍ଦ୍ରକାନ୍ତ ମଣ୍ଡପରୁ ଯାଉ ଯାଉ ଦେଖିଲେ ଆଗରେ ନିର୍ମିତ ଭୋଜନାଳୟ ପାଖରେ ଅଇଁଠା ପତ୍ର କେତୁଟା। ସେଥିରେ ମାଛିଙ୍କର ଆନନ୍ଦ ଉଲ୍ଲାସ। ସେଇଠି ଶୁଣିଲେ, ଆରେ ଜାମ, ଆଉ କହନା, ଏଇଟା ପୁରା ବ୍ରାହ୍ମଣଙ୍କ ସଭା। ଦେଖେଇଲୁ, ସେ ବକ୍ତାଙ୍କ ଲିଷ୍ଟରେ ଗୋଟାଏ ମହାନ୍ତି କି ପଟ୍ଟନାୟକ ବକ୍ତା ଅଛନ୍ତି କି? ଆଉ ଜଣେ ଉତ୍ତେଜିତ ହୋଇ କହିଲେ, ଦେଖ, କେଡ଼େ ବିରାଟ ରାଜନୀତିର ଚାଲ ଖେଳିଗଲେ। ସାପ ମଲା ନାହିଁ କି ବାଡ଼ି ଭାଙ୍ଗିଲା ନାହିଁ। ଚନ୍ଦ୍ରକାନ୍ତ କାନ ଦୁଇଟାକୁ ବନ୍ଦ କରିବା ଆଗରୁ ମୁହଁ ଉପରକୁ ମାଡ଼ି ଆସୁଥିବା ମାଛି ପଲକୁ ତଡ଼ି ଦେବା ପାଇଁ ହାତ ଉଠଉ ଉଠଉ କିଏ ଜଣେ ଧରି ପକାଇ ସେ ହାତ ଦୁଇଟାକୁ କହିଲେ, ଏହାଠାରୁ ଆହୁରି ସଂକୀର୍ଣ୍ଣ ସାଂଘାତିକ କଥା ଶୁଣିବେ ଆପଣ। କେତେ ମାଛି ଉଡ଼ାଇବେ? ଯେତିକି ଉଡ଼ାଇବେ ସେତିକି ସେମାନେ ଆସିବେ। କାରଣ କିଛି ବଦଳି ନାହିଁ କି ବଦଳିବ ନାହିଁ, ଯେ ପର୍ଯ୍ୟନ୍ତ ମଣିଷ ନିଜ ଇଚ୍ଛା ଓ ସଂକଳ୍ପରେ ଦିବ୍ୟ ହେବାକୁ କୃତନିଶ୍ଚୟ ନ ହୋଇଛି। ଏଇ ସେହି ଲୋକ, ତାଙ୍କର ସ୍ଥିତି କେଉଁଠି କେହି ଜାଣିଲେ ନାହିଁ। ସାଗର ତାର ଚିରାୟିତ ଗତିରେ ତ୍ୱରାନ୍ୱିତ ହେଉଛି। ସବିତାର ଉଦୟ ଅସ୍ତ, ସେ ବି ସ୍ୱାଭାବିକ। ମଝିରେ ମୁଖା ପିନ୍ଧା ମଣିଷର ଚଳପ୍ରଚଳ, ତାର ପ୍ରବଚନ, ତାର ଧର୍ମ, ସବୁ ବିଭଙ୍ଗ ବାଚାଳ। ଧନ୍ୟବାଦ।